ରାଧା ମାଧବ ଆଉ କଣ କୋଡ କାମ କରୁନି ମୋର ରାଧା ମାଧବ ହେ ମତେ ପାରି କର ହଇଲ ଏ ଆଇ ମୋ ନାଚିଆ ପାଟି କଣ ସୁଗା ଗଲାଣି ଏ ଆଇ ନାଚିଆ ଆଲେ କଣ ଧାଇକିନା ସେ ଗଛ ମୂଳେ ବସି ବଇଲୁ ଯେ ନାଚିଆ କୋଉଠିକିରେ ନାଚିଆ ପଛପଟେ ତ ପଛପଟେ ବୁଢୀ ପାରା ହେଇଗଲାଣି ସେଇ ପଛକୁ ସବୁବେଳେ ମୋର ଅନେଇକି ପଇଲୁ ଏ ଆଇ ଆଲେ ଏଇଠି ଗୋଟେ କଲି ଆଉ କରେନି କାଟିବ ଆଲେ ମୁଣ୍ଡିଆ ମାଇଲୁ ଆଉ ମୁଣ୍ଡିଆ ମାରିଲୁ ମା ଭଗବାନ ତୋର ମଙ୍ଗଳ କରନ୍ତୁ ରେ ଗୋବିନ୍ଦରେ ନଙ୍ଗଳ ପୁରେଇକି ହାଡ଼ କରନ୍ତୁ ଯାହା ବାଇଗଣ ଭଣ୍ଡା ଭେଣ୍ଡି ହବ ପୁଣି ଆଇ ପାଇଁ ଦବୁରେ ନାଚିଆ ଦବୁ ହଲା ତତେ ଦିବିନି ଆଉ କାହାକୁ ଦେବି କହିଲୁ ତୋର ମୋର କେମିତି ଭିତରେ ଭାବ ଆଲେ ଆଇ ଏ ବାପ ତୁ କୁଆଡେ ଯାଉଥିଲୁ କହିଲୁ କଣ ଏଠି ଆସିକି ହଣ୍ଡା ପିନା ବସି କହିଲୁ ଯାଉନଥିଲି ରେ ଆଉ ଆମେ କାଳିକା ପ୍ରସାଦରୁ ବୁଢୀ ମାନେ ବାହାରିଲୁ ମୋ ରାମିଆ ରାଜା ହଉଛି ଭୋଜି ଖାଇ ଅଯୋଧ୍ୟାପୁରକୁ ଯିବା କୋଉ ରାଣ୍ଡ ଗୋଟେ ଆଇଲେ ସବୁ ରାଣ୍ଡ ବାଟରେ ଜଙ୍ଗଲରେ ଲୋକ ଆମ୍ବ ମଞ୍ଜି ତୋଳିବାକୁ ପଶିଗଲେ ସେମାନେ ଠିକ କରିନ୍ତି ତତେ କିଏ କହିଥିଲେ ରାମଚନ୍ଦ୍ର ରାଜା ବୋଲି ଆରେ ଖବର ଯାଇଥିଲା ଦୁନିଆ ଯାକ ବରା ହାଲା ପଡିଛି ରାମିଆ ରଜା ହଉଛି ନାଇଁ ରଜା ହେଇଗଲେଣି ଆଉ ରଜା ହେଇଗଲେଣି ଆଲା ତୁ 4 ଦିନ ପରେ ଆଇଛୁ 4 ଦିନ ହେଇଗଲାଣି ତୁ ଆଇଥିଲୁ ଏଇ କଣ ଭୋଜି ଭାତ ଖାଇବୁ ମତେ ଧରିକି ଯିବୁ କଣ କରିବି ବୁଢୀ ହେଲାଣି ଆଉ ତ କିଛି ନାହିଁ ସେ ଆମେ ଖାଇକି ସବୁ ଅଯୋଧ୍ୟା ପ୍ରବେଶରେ ଖଲି ପକେଇଛୁ ଖଲିରେ ବନ୍ଧ ନେଇଯା ବାଡି ପଡା ଅଧା ବଂଶିଆ ମୁଣ୍ଡ ତ ଖଲି ଚାଟି ଭଳିଆ ଦେଖାଯାଉଛି ତୁ 4 ଦିନ ପରେ ଆଇଛୁ କଣ ଖାଇବୁ କିଛି ନ କହିବାରୁ କାହିଁ ମୁହଁ ଉଡିକି କଥାବାର୍ତ୍ତା କଲାଣୁ ବାଡିରି ପଡା ଭେଣ୍ଡା ବଂଶିଆ ବାଡି ତୁ ତ ଏତେ କଷ୍ଟରେ ଆସିଛୁ ତୋ କଷ୍ଟକୁ ମୁଁ ଦେଖିପାରିବି ତୁ ଗୋଟେ କାମ କରେ ମୁଁ ଗୋଟେ ଜିନିଷ ରଖିଛି ଖାଇବୁ ଖାଇବୁଟି ମୁଁ ଯୋଉଟା ପାରା ରଖିଛି ଖାଇବୁ ଏ ଅଧା ବଂଶିଆ ଏ ପାରା ଖାଇ ଏ ବାଡି ପଡା ଏ ପାରା ଖାଇ ଏ ଅଧା ବଂଶିଆ ପାରା ଖାଇ ଡାକୁଛ କିଆ ରେ ପାରା ଖାଇ
ସେ ବାଡି ପଡେ ବୁଢୀ ଦିନ ଆଉ ରଖେଇ ଦେବେନି ବାଡି ପଡା କର ମରୁନି ତ अरे आई ଓ छाड़ छाड़ जा मैं ना नाती हिसाब से कौन के छोटा मजा करू से कथा को धरछु ନାଇଁ ରେ, ଟିକିଏ ଧଇଲେ କହିଲି ନା ହନ୍ତା सुने ତୁ ବାଡି ପଡା ମୂଳ ତୁ ଅଧିକ କରୁଛୁ आ सुनुनु कथा टिके सुने ହଲୋ एबे तो रामचंद्र राजा हे गलानी प्रभु अयोध्या पर 4 दिन राजा हे गलानी आउ तो किछि नहीं गोटे काम करे आउ कहीं अयोध्यापुर को जीवु तू जेउ बेट वास्तु से बेट घर कर ଏତେ ବାଟ ଆଇଛି ଆରେ ଦମ हां ମୋ ଗାଡି ଭଡା ପା ଉଠିନି आ तू कोन करिबो 240 ଟଙ୍କା ଭଡା हां କାଳିକା ବସାଦରୁ ଅଯୋଧ୍ୟା କଟକ हां ଆଉ ସେମିତି ପଳେଇବି ଯାହେଲେ ଆଇଛି ମାନେ ଟିକେ ମୋ ମା ଜାନକୀ କି ଦେଖା ହେଇକି ଯିବି तू अयोध्यापुर को जीवु ହଁ ଟିକେ ଭଲ ମନ୍ଦ ବୁଝିକି ଆସିବି नहीं 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 ହଁ ए आई अल्लाह मन अछि 14 वर्ष तळर कथा थरे अयोध्यापुर को से एमिति नियाटा लगाई देलु जे ହେ ବାପ प्रभु 14 वर्ष बाद भ्रमण बुलिले ଆଉ ସେ କଥା पुणी जाउछु ନାଇଁ ରେ ବାପ ନାଇଁ तू भलरे जीवु ना लगाई दिबी ना अयोध्यापुर के देखुबी केते राती ନାଇଁ ଏ ସବୁ ବୁଲା ଷଣ୍ଢ ତୁ ଲଗାନି ଏପଟେ ପୁରେଇକି ମୋର ସେପଟେ ଟେକିକି ଫୋପାଡ଼ି ଦେବେ ତତେ ଭଲ ରସା ସିଜି ପଳାଇ ଏଠୁ ଏ ଧନ ଆରେ ସେତେବେଳେ ଥିଲା ଯୁବା ବୟସ ଏଇନା ମୋର ଯିବା ବୟସରେ ଆଲୋ ଏ ଆଇ ବୋଲ। ମଣିଷ ପ୍ରକୃତି କୋନ ମଲା ବନ୍ଦେ ତୁଟିବ ଆଉ କଣ ଅଛି ଦେଖୁନୁ ମୋର ବର ଡାଲା ବାଜୁଛି ଆଲୋ ଏ ଆଇ ଲଙ୍କା କୋନ ପାଚି ଗଲେ ରାଗ କମି ଯିବ କି ଆରେ ଆଉ ନାଇଁ ରେ ନାଇଁ 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 ସେ ଲଙ୍କା ପିମ୍ପି ମାରି ସାଇଲାଣି ଧନ ତୁ ଯଦି ଭଲ ଦଶା ଅଛି ଯୋଉ ବାଟେ ବାଟେ ଆଛୁ ସେଇ ବାଟେ ବାଟେ ପଳା ନାଇଁ ଧନ ମୋରି ନାଚିଆ କେତେ ତତେ ଗେଲ କରିଦେଲି ପିଲା ବେଳେ ତ ବୋଉ ଜନ୍ମ କରିଦେଇକି କ୍ଷୀର ଦିଏନି ପଳେଇ ଯାଇ ଗାଧେଇ ଆଉ ତୁ ତାହେଲେ ଗୋଟେ କାମ କରେ ତତେ ମୁଁ କେତେ କଳେଇକି ବଡ କରିଛି ଏ ଆଇ ବୋଲ। ତୁ ଯଦି ଏତେ ମତେ ଅନୁରୋଧ କଲାଣୁ ହଁ, ତୁ ଗୋଟେ କାମ କରେ ମୁଁ ଏଇଠି ଅଛି ତୁ ଶୀଘ୍ର ଯିବୁ ମାଙ୍କୁ ଦେଖା କରି ଶୀଘ୍ର ପଳେଇ ଆସିବୁ ଟିକିଏ ଟିକିଏ ବିଳମ୍ବ କଲେ ସେଠୁ ମୁଁ ପଳେଇବି ଟିକିଏ ହାପୁଡାଟା ଖାଲି କଥା ହେଇକି ଆସିବେନି ହଉ ତୁ ଯା ଯା ହଉ ନାଚିଆ